ତ ପିଲାମାନେ ଆଜି ଆମେ ଆଚାର୍ଯ୍ୟ ହରିହର ପ୍ରଶ୍ନୋତ୍ତର କରିବା। ଚତୁର୍ଥ କ୍ଲାସର ଭାଷା ମହକର ପାଠ 6 ଆଚାର୍ଯ୍ୟ ହର। ତ ଚାଲ ପ୍ରଶ୍ନୋତ୍ତର କରିବାର। ତ ପେଜ ନମ୍ବର 44 କାଢ଼। କ'ଣ ଲେଖା ହେଇଛି ଦେଖ, ଆସ କଥା ହେବା 1 ନମ୍ବର କ୍ୱେଶ୍ଚିନ୍। ପିଲାମାନେ 1 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି, ତୁମେ କେଉଁ ପୁରାଣ ଗପ ଶୁଣିଛ? ତ ଆର ଉତ୍ତର ଲେଖିବ। 1 ନମ୍ବର ଉତ୍ତର ଲେଖିବ, ମୁଁ ରାମାୟଣ, ମହାଭାରତ ଏବଂ ଭାଗବତର ପୁରାଣ ଗପ ଶୁଣିଛି। ତ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର କ୍ୱେଶ୍ଚିନ୍ ଏବେ ଦେଖ। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପୁରାଣର କେଉଁ ଋଷି ମୁନିଙ୍କ କଥା ତୁମକୁ ଭଲ ଲାଗେ? ତ ଉତ୍ତର ଲେଖିବ 2 ନମ୍ବର। 2 ନମ୍ବର ଲେଖିବ, ମୋତେ ପୁରାଣର ଋଷି ବଶିଷ୍ଠ, ବିଶ୍ୱାମିତ୍ର ଏବଂ ବ୍ୟାସଦେବଙ୍କ କଥା ଭଲ ଲାଗେ। ତମକୁ ଯଦି ଆଉ କେଉଁ ଋଷି ଭଲ ଲାଗୁଥିଲେ ତାର ଉତ୍ତର 2 ନମ୍ବର ଲେଖିପାରିବ। 3 ନମ୍ବର କ୍ୱେଶ୍ଚିନ୍ ଏବେ ଦେଖ। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଅନ୍ୟକୁ ସାହାଯ୍ୟ କଲେ ତୁମେ କ'ଣ ଅନୁଭବ କର? ତ ପିଲାମାନେ ଖୁସି ଅନୁଭବ କର। 3 ନମ୍ବର। ତ 3 ନମ୍ବର ଉତ୍ତର ଲେଖିବ। 3 ନମ୍ବର ଉତ୍ତର ଲେଖିବ, ଅନ୍ୟକୁ ସାହାଯ୍ୟ କଲେ ମୋ ମନକୁ ବହୁତ ଶାନ୍ତି ମିଳେ ଏବଂ ମୁଁ ଆନନ୍ଦ ଅନୁଭବ କରେ। ତ ଏମିତି ଲେଖିବ। 4 ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ। 4 ନମ୍ବର କ୍ୱେଶ୍ଚିନ୍ ଦେଇଛି, ସତ୍ୟବାଦୀ ଯୁଗର ପଞ୍ଚସଖା କାହାକୁ କୁହାଯାଏ? ତ ଆର ଉତ୍ତର ଲେଖିବ 4 ନମ୍ବର। 4 ନମ୍ବର ଉତ୍ତର ଲେଖିବ, ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗଦାବୀର ମିଶ୍ର ଏବଂ କୃପାସିନ୍ଧୁ ମିଶ୍ରଙ୍କୁ ସତ୍ୟବାଦୀ ଯୁଗର ପଞ୍ଚସଖା କୁହାଯାଏ। ତ ଏମିତି 4 ନମ୍ବର ଉତ୍ତର ଲେଖିବ। 5 ନମ୍ବର ଦେଖ ଏବେ। ପିଲାମାନେ 5 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପଞ୍ଚସଖାଙ୍କ ଭିତରେ ଆଚାର୍ଯ୍ୟ କିଏ? ତ ଆର ଉତ୍ତର ଲେଖିବ। 5 ନମ୍ବର ଉତ୍ତର ଲେଖିବ, ପଞ୍ଚସଖାଙ୍କ ଭିତରେ ଆଚାର୍ଯ୍ୟ ହେଉଛନ୍ତି ଆଚାର୍ଯ୍ୟ ହରିହର ଦାସ। ତ ଏମିତି ଲେଖିବ 5 ନମ୍ବର। ଏବେ ଦେଖ ନେକ୍ସଟ ତଳେ କ'ଣ ଦେଇଛି ହେଡ଼ିଂ। ତ ପିଲାମାନେ ତଳେ ହେଡ଼ିଂ ଦିଆଯାଇଛି, ଆସ ଉତ୍ତର ଲେଖିବା। ଦେଖ 1 ନମ୍ବର କ'ଣ ଲେଖା ହେଇଛି କ୍ୱେଶ୍ଚିନ୍, ଆଚାର୍ଯ୍ୟ ହରିହର ଓକିଲାତି ପାଠ ନ ପଢ଼ି କଲିକତାକୁ ଫେରି ଆସିଲା କାହିଁକି? ତ ନିମ୍ନଲିଖିତ ବାକ୍ୟକୁ ଠିକ ଉତ୍ତର ବାଛି ଖାଲି ଘର ଲେଖ। ତ ଦେଖ କ ନମ୍ବର କ'ଣ ଲେଖା ହେଇଛି, କଲିକତାରେ ଜଳବାୟୁ ଭଲ ନ ଲାଗିଥିବାରୁ, ନା ମିଛ କହିବାକୁ ଅନ୍ୟକୁ ମିଛ ଶିଖାଇ ନ ପଡ଼ିଥିବାରୁ, ନା ପାଠ ପଢ଼ାରେ ଅଧିକ ଖର୍ଚ୍ଚ ତୁଲାଇ ନ ପାରିବାରୁ, ନା କଲିକତାରେ ରହିବାକୁ ଘର ମନା କରିବାରୁ। ତ ଆର ଉତ୍ତର ଲେଖିବ। 6 ନମ୍ବର ଉତ୍ତରଟା ଲେଖିବ, ମିଛ କହିବାକୁ ଓ ଅନ୍ୟକୁ ମିଛ ଶିଖାଇବାକୁ ପଡ଼ିଥିବାରୁ। ତ ପିଲାମାନେ ଖ ନମ୍ବର ଉତ୍ତର ସେ ବାକ୍ସ ଭିତରେ ଲେଖିବ। ସେ ବାକ୍ସରେ ଆଉ କ'ଣ କ'ଣ ଲେଖେ ଦେଖ, କହିଦେଉଛି ମୁଁ। ପିଲାମାନେ ସେ ବାକ୍ସରେ ଖ ନମ୍ବର ଉତ୍ତରଟା ଲେଖିବ, ମିଛ କହିବାକୁ ଓ ଅନ୍ୟକୁ ମିଛ ଶିଖାଇବାରୁ ପଡ଼ୁଥିବାରୁ। ତାପରେ ତ ତଳୁ ଲେଖିବ ସଂକ୍ଷିପ୍ତ ସୂଚନା। ଆଚାର୍ଯ୍ୟ ହରିହର ଜଣେ ସତ୍ୟବାଦୀ ଓ ଆଦର୍ଶବାଦୀ ବ୍ୟକ୍ତି ଥିଲେ। ଓକିଲାତି ଯୋଗରେ ମିଛରେ ଆଶ୍ରୟ ନେବାକୁ ପଡ଼ୁନଥିବାରୁ ଏବଂ ଅନ୍ୟମାନଙ୍କୁ ମିଛ ଶିଖାଇବାକୁ ପଡ଼ୁଥିବାରୁ ତାଙ୍କ ବିବେକ ଏହାକୁ ଗ୍ରହଣ କରିନଥିଲା। ଏହି କାରଣରୁ ସେ ଓକିଲାତି ପାଠ ଅଧାରୁ ଛାଡ଼ି କଲିକତାକୁ ଫେରି ଆସିଥିଲେ। ତ ପିଲାମାନେ ଏମିତି ସେ ବାକ୍ସରେ ଲେଖିବ ଉତ୍ତର। ଏବେ ନେକ୍ସଟ 2 ନମ୍ବର କ୍ୱେଶ୍ଚିନ୍ କାଢ଼, କ'ଣ ଦିଆଯାଇଛି ପ୍ରେଜ୍। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ନିମ୍ନଲିଖିତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର। ତ ପିଲାମାନେ ଏଠି ଦେଖ ଦେଇଦେଇଛି, ପ୍ରତିଷ୍ଠାତା, ମଙ୍ଗଳ, ଓକିଲାତି, ଅଛୁଆଁ, ଆଦର୍ଶ। ତ ଚାଲ ଲେଖିବା ପ୍ରତିଷ୍ଠାତାର ପ୍ରଥମେ। ତ ପ୍ରତିଷ୍ଠାତାର ଲେଖିବ, ମଧୁବାବୁ ସମାଜରେ ଜଣେ ପ୍ରତିଷ୍ଠାତା ବ୍ୟକ୍ତି ଥିଲେ। ତାପରେ ନେକ୍ସଟ କ'ଣ ଦେଇଛି, ମଙ୍ଗଳ। ତ ମଙ୍ଗଳର ଲେଖିବ, ସତ୍ୟ ସଦାସର୍ବଦା ଅନ୍ୟର ମଙ୍ଗଳ ଚିନ୍ତା କରିବା ଉଚିତ। ତାପରେ ଓକିଲାତି ଦେଇଛି, ଓକିଲାତିର ବାକ୍ୟ ଲେଖିବ, ଗୋପବନ୍ଧୁ ବାବୁ ଦରିଦ୍ର ଲୋକମାନଙ୍କ ପାଇଁ ଓକିଲାତି କରିଥିଲେ। ନେକ୍ସଟ ଦେଖ ଅଛୁଆଁ ଦେଇଛି, ଅଛୁଆଁରେ ଲେଖିବ, ଆମ ସମାଜକୁ ଅଛୁଆଁ ଭେଦଭାବ ସମ୍ପୂର୍ଣ୍ଣ ଦୂର ହେବା ଦରକାର। ତାପରେ ଆଦର୍ଶ ଦେଇଛି, ଆଦର୍ଶରେ ଲେଖିବ, ସ୍ୱାମୀ ବିବେକାନନ୍ଦ ଯୁବ ସମାଜଙ୍କ ପାଇଁ ଏକ ପ୍ରେରଣାଦାୟୀ ଆଦର୍ଶ ଅଟନ୍ତି। ତ ପିଲାମାନେ ଏମିତି 2 ନମ୍ବର ଗୋଟେ ଗୋଟେ ବାକ୍ୟ କରି ଲେଖିବ। ଏବେ ନେକ୍ସଟ ଦେଖ କ'ଣ ଲେଖା ହେଇଛି କ୍ୱେଶ୍ଚିନ୍। ତ ପିଲାମାନେ ଦେଖ ହେଡ଼ିଂ କ'ଣ ଲେଖା ହେଇଛି, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର 4ଗୋଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଠିକ ଉତ୍ତରଟି ବାଛି ଠିକ ଚିହ୍ନ ଦିଅ। ତ ଦେଖ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ମୁନି ଋଷି ମାନେ ସର୍ବଦା କ'ଣ ଚିନ୍ତା କରନ୍ତି? ତ ଅପସନ୍ ଦେଇଦେଇଛି କ'ଣ, ନିଜ ଭଲରେ ରହିବା ପାଇଁ, ନା ନିଜ ଦୁଃଖରେ ରହିବା ପାଇଁ, ନା ସମାଜର ମଙ୍ଗଳ ଚିନ୍ତା କରନ୍ତି, ନା ସମାଜର ମଙ୍ଗଳ ଚିନ୍ତା କରନ୍ତି ନାହିଁ। ତ ଆର ଉତ୍ତର ଲେଖିବ। 3 ନମ୍ବର ଗୋ ଉତ୍ତରଟା ଠିକ ମାରିବ, ସମାଜର ମଙ୍ଗଳ ଚିନ୍ତା କରନ୍ତି। 4 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ହରି ଦଦେଇ ବଗିଚାର ଫାଟକଟିକୁ ବନ୍ଦ କଲା କାହିଁକି? ଅପସନ୍ ଦେଇଛି, ବଗିଚାକୁ ବୁଲା ଗୋରୁ ଗାଈ ଠାରୁ ରକ୍ଷା କରିବା ପାଇଁ, ନା ଖ ବଗିଚାକୁ କେହି ନ ଦେଖିବା ପାଇଁ, ନା ଗ ନମ୍ବର ବଗିଚାକୁ କେହି ଫୁଲ ନ ତୋଳିବା ପାଇଁ, ନା ଘ ବଗିଚାକୁ ଫୁଲ ଚୋରି ହେବା ଭୟରେ। ତ ଆର ଠିକ ଉତ୍ତର ହବ, ଆର ଠିକ ଉତ୍ତର ହବ କ ନମ୍ବରଟା, ବଗିଚାକୁ ବୁଲା ଗୋରୁ ଗାଈଙ୍କ ଠାରୁ ରକ୍ଷା କରିବା ପାଇଁ। ତ ସେଇଟା ଠିକ ଚିହ୍ନ ମାରିବ। 5 ନମ୍ବର କ୍ୱେଶ୍ଚିନ୍ ଏବେ ଦେଖ କ'ଣ ଦିଆଯାଇଛି। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପିଲାଙ୍କ ସହଜ ପ୍ରଥମ ଇଂରାଜୀ ବ୍ୟାକରଣ କାହା ଦ୍ୱାରା ରଚିତ? ଅପସନ୍ ଦେଇଛି, କ ମହାତ୍ମା ଗାନ୍ଧୀ, ନା ଆଚାର୍ଯ୍ୟ ହରିହର, ନା ଗୋପବନ୍ଧୁ, ନା କୃପାସିନ୍ଧୁ। ତ ଆର ଠିକ ଉତ୍ତର ହବ। ତ ପିଲାମାନେ 5 ନମ୍ବର ଖଟା ଉତ୍ତର ହବ ଆଚାର୍ଯ୍ୟ ହର। ତ ପ୍ରଥମେ ବ୍ୟାକରଣ ତାଙ୍କେ ଶିଖିଥିଲେ, ତ ସେଇଟା ଠିକ ଚିହ୍ନ ମାରିବ। ଏବେ 6 ନମ୍ବର କ୍ୱେଶ୍ଚିନ୍ ଦେଖ କ'ଣ ଦେଇଛି, ଅସହଯୋଗ ଆନ୍ଦୋଳନର ଡାକରା କିଏ ଦେଇଥିଲେ? ଅପସନ୍ ଦେଇଛି, ଗୋପବନ୍ଧୁ ଦାସ, ନା ଆଚାର୍ଯ୍ୟ ହରିହର, ନା ଗାନ୍ଧିଜୀ, ନା ପଣ୍ଡିତ ନୀଳକଣ୍ଠ।
ପିଲାମାନେ 6 ନମ୍ବର ଉତ୍ତର ହବ ଗାନ୍ଧୀଜୀ, ତ ସେଇଟା ଠିକ୍ ଚିହ୍ନ ମାରିବ। ନେକ୍ସଟ ପେଜ କାର୍ଡ କ'ଣ ଦିଆଯାଇଛି ଦେଖ ଏବେ। ପିଲାମାନେ ହେଡିଂ ଦିଆଯାଇଛି ଭାଷାର କଥା ପଢ ଓ ବୁଝ ଲେଖ। କ ନମ୍ବର କ'ଣ ଲେଖା ହେଇଛି ଦେଖ, ମାନେ ଲେଖା ହେଇଛି ଗାଈ ଗୋରୁ ପରି ଆଉ 3ଟି ଯୋଡ଼ି ଶବ୍ଦ କୁହ ଲେଖ। ତ ପିଲାମାନେ ଦେଖ ଗାଈ ଗୋରୁ ଦେଇଛି, ଆଉ 3ଟା ଯୋଡ଼ି ଶବ୍ଦ ଲେଖିବ ଆର। ତ ପିଲାମାନେ ସେ ବାକ୍ସ ଭିତରେ ଲେଖିବ ଘର ଦ୍ୱାର ଗୋଟେ ଲେଖିବ, ଆଉ ଗୋଟେ ଘରରେ ବାସନ କୁସନ ଲେଖିବ, ଆଉ ଗୋଟେ ଘରରେ ପିଲାପିଲି। ତ ଏମିତି ପିଲାମାନେ ଯୋଡ଼ି ଶବ୍ଦ ଲେଖିବ। ଏବେ ନେକ୍ସଟ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ। ତ ପିଲାମାନେ ଖ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତି ଶବ୍ଦ ଲେଖ। ତ ଏଇଟା ଦେଖ ଦେଇଦେଇଛି ଆଚାର୍ଯ୍ୟ, ସକାଳ, ମା, ଛାତ୍ର। ତ ଆର ପ୍ରତି ଶବ୍ଦ 2ଟା ଲେଖେ ଲେଖିବ। ଆଚାର୍ଯ୍ୟର ପ୍ରଥମେ ଦେଖ ଲେଖ। ତ ଦେଖ ପ୍ରଥମେ ଆଚାର୍ଯ୍ୟ ଦେଇଛି, ତ ଆଚାର୍ଯ୍ୟର ତଳକୁ ଲେଖିବ 2ଟା ପ୍ରତି ଶବ୍ଦ, ଗୁରୁ ଲେଖିବ, ଶିକ୍ଷକ ଲେଖିବ। ତାପରେ ସକାଳ ଦେଇଛି, ସକାଳର ଲେଖିବ ପ୍ରତି ଶବ୍ଦ, ପ୍ରଭାତ ଲେଖିବ, ପ୍ରାତଃ କାଳ ଲେଖିବ। ତାପରେ ମା ଦେଇଛି, ମାର ପ୍ରତି ଶବ୍ଦ 2ଟା ଲେଖିବ, ମାତା ଲେଖିବ, ଜନନୀ ଲେଖିବ। ତାପରେ ଛାତ୍ର ଦେଇଛି, ଛାତ୍ରର 2ଟା ଲେଖିବ, ବିଦ୍ୟାର୍ଥୀ ଲେଖିବ, ଶିଷ୍ୟ ଲେଖିବ। ତ ପିଲାମାନେ ଏମିତି ଗୋଟେ ଗୋଟେ ପ୍ରତି ଶବ୍ଦ ତାର 2ଟା ଲେଖେ ଲେଖିବ। ଏବେ ଗ ନମ୍ବର କ୍ୱେଶ୍ଚିନ୍ କାଢ଼। ତ ପିଲାମାନେ ଦେଖ ଗ ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ନିମ୍ନ କୋଠରୀରେ ଦିଆଯାଇଥିବା ଉଦାହରଣକୁ ଭଲ ଭାବେ ପଢ଼ ଓ ନିଜେ ନୂଆ ଶବ୍ଦ ଗଠନ କରି ବାକ୍ୟରେ ପରିଣତ କର। ତ ଦେଖ ଏଇଟା ଗୋଟେ ବାକ୍ସ ଦିଆଯାଇଛି, ବାକ୍ସରେ କ'ଣ ଲେଖା ହେଇଛି ପ୍ରଥମେ ଉପସର୍ଗ ଲେଖା ହେଇଛି, ତାପରେ ଶବ୍ଦ, ତାପରେ ନୂଆ ଶବ୍ଦ, ତାପରେ ବାକ୍ୟ ଗଠନ ଲେଖା ହେଇଛି। ତ ଦେଖ ଗୋଟେ ଉଦାହରଣ ଦେଇଦେଇଛି, ଏଠି ବି ଲେଖା ହେଇଛି, ଉପସର୍ଗ ତଳେ ବି ଲେଖା ହେଇଛି, ତାପରେ ବି ରେ ଶେଷ ଲେଖା ହେଇଛି, ତାପରେ ବିଶେଷ ଲେଖା ହେଇଛି, ତାପରେ ଆଜି ଦିନଟି ମୋ ପାଇଁ ବିଶେଷ ଅଟେ। ତାପରେ ପ୍ରତି ଲେଖା ହେଇଛି, ତାପରେ ଅନୁ ଲେଖା ହେଇଛି, ତାପରେ ପ୍ର ଲେଖା ହେଇଛି। ତ ପ୍ରଥମେ ପ୍ରତିର ଲେଖିବ, ଉପସର୍ଗରେ ପିଲାମାନେ ପ୍ରତି ଲେଖା ହେଇଛି, ତାପରେ ଶବ୍ଦର ତଳେ ଲେଖିବ ଦାନ ଲେଖିବ, ତାପରେ ପିଲାମାନେ ନୂଆ ଶବ୍ଦ ତଳକୁ ଲେଖିବ କ'ଣ ପ୍ରତିଦାନ ଲେଖିବ। ତାପରେ ବାକ୍ୟ ଗଠନରେ ସେଥିରେ ବାକ୍ସରେ ଲେଖିବ ମାଙ୍କ ସ୍ନେହରେ ପ୍ରତିଦାନ ଦେବା ଅସମ୍ଭବ। ତ ଏମିତି ପିଲାମାନେ ଲେଖିବ। ଏବେ ଦେଖ ତଳେ କ'ଣ ଲେଖା ହେଇଛି ଅନୁ ଲେଖା ହେଇଛି, ପିଲାମାନେ ଅନୁରେ ବି ଲେଖିବ। ଦେଖ ଉପସର୍ଗରେ ଅନୁ ଲେଖା ହେଇଛି, ତାପରେ ଶବ୍ଦରେ ଆର ଲେଖିବ, ଶବ୍ଦରେ ଲେଖିବ ତମେ କାରଣ କରଣ ଲେଖିବ, ତାପରେ ନୂଆ ଶବ୍ଦ ଲେଖିବ ଅନୁକରଣ ଲେଖିବ, ତାପରେ ବାକ୍ୟ ଗଠନରେ ସେ ବାକ୍ସରେ ଲେଖିବ ସେଥିରେ ପିଲାମାନେ ବଡ଼ମାନଙ୍କୁ ଅନୁକରଣ କରନ୍ତି। ତ ଏମିତି ଲେଖିବ। ଏବେ ଦେଖ ପ୍ରର ଲେଖିବ, ଲାଷ୍ଟ ପିଲାମାନେ ପ୍ର ଦେଇଛି, ତ ପ୍ରର ଲେଖିବ। ପିଲାମାନେ ଉପସର୍ଗରେ ପ୍ର ଦିଆଯାଇଛି, ତାପରେ ଶବ୍ଦରେ ଲେଖିବ ସଂସା ଲେଖିବ, ତାପରେ ନୂଆ ଶବ୍ଦରେ ଲେଖିବ ପ୍ରଶଂସା ଲେଖିବ, ତାପରେ ବାକ୍ୟ ଗଠନ କରି ଲେଖିବ ଭଲ କାମ କଲେ ସମସ୍ତେ ପ୍ରଶଂସା କରନ୍ତି। ତ ପିଲାମାନେ ଏମିତି ଗ ନମ୍ବର ଗୋଟେ ଉପସର୍ଗ, ଶବ୍ଦ, ନୂଆ ଶବ୍ଦ, ବାକ୍ୟ ଗଠନ କରି ଲେଖିବ। ଏବେ ନେକ୍ସଟ ଦେଖ ତଳେ କ'ଣ ଲେଖା ହେଇଛି କ୍ୱେଶ୍ଚିନ୍, ଆସ ଚିନ୍ତା କରି କହିବା ଓ ଲେଖିବା। ଦେଖ 1 ନମ୍ବର କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖିଛି, ମୁନି ଋଷି ମାନେ ସମାଜର ଉପକାର ପାଇଁ କ'ଣ କରନ୍ତି। ତ ଆର ଉତ୍ତର ଲେଖିବ। ତ ଲେଖିବ ପିଲାମାନେ ମୁନି ଋଷି ମାନେ ସମାଜରେ କଲ୍ୟାଣ ପାଇଁ କଠୋର ତପସ୍ୟା, ତ୍ୟାଗ ଓ ଜ୍ଞାନ ବିତରଣ କରିବା ସହିତ ଲୋକମାନଙ୍କୁ ସଦ୍ମାର୍ଗ ପ୍ରଦର୍ଶନ କରନ୍ତି। ତ ଏମିତି କ ନମ୍ବର ଉତ୍ତର ଲେଖିବ। ଏବେ ଖ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ଖ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ଗୋପବନ୍ଧୁଙ୍କୁ କେଉଁ କଥା ହରିହରଙ୍କ କାନରେ ସର୍ବଦା ଅନୁରଣିତ ହେଉଥିଲା। ତ ଆର ଉତ୍ତର ଲେଖିବ। ପିଲାମାନେ ଗ ନମ୍ବର ଉତ୍ତର ଲେଖିବ ଦେଶ ଓ ମାନବ ସେବା ପାଇଁ ଗୋପବନ୍ଧୁଙ୍କ ଦ୍ୱାରା ଦିଆଯାଇଥିବା ପ୍ରେରଣାଦାୟୀ ବାଣୀ ଏବଂ ଆଦର୍ଶ ଚିନ୍ତାଧାରା ହରିହରଙ୍କ କାନରେ ସର୍ବଦା ଅନୁରଣିତ ହେଉଥିଲା। ତ ଏମିତି ଖ ନମ୍ବର ଉତ୍ତର ଲେଖିବ। ଏବେ ଦେଖ ଗ ନମ୍ବର। ତ ପିଲାମାନେ ଗ ନମ୍ବର କ୍ୱେଶ୍ଚିନ୍ ଦେଇଛି କେଉଁଠାରେ ଆଚାର୍ଯ୍ୟ ହରିହରଙ୍କ ଚରିତ୍ରର ପୂର୍ଣ୍ଣ ବିକାଶ ହୋଇଥିଲା। ତ ଉତ୍ତର ଲେଖିବ, ମାନେ ଗ ନମ୍ବର ଉତ୍ତର ଲେଖିବ ସତ୍ୟବାଦୀ ବନ ବିଦ୍ୟାଳୟରେ ଆଚାର୍ଯ୍ୟ ହରିହରଙ୍କ ଚରିତ୍ର ପୂର୍ଣ୍ଣ ବିକାଶ ହୋଇଥିଲା। ତ ଏମିତି ଗ ନମ୍ବର ଉତ୍ତର ଲେଖିବ। ଏବେ ଘ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ଘ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି କେଉଁ କାର୍ଯ୍ୟରୁ ଆଚାର୍ଯ୍ୟ ହରିହରଙ୍କ ସେବା ମନୋଭାବର ପରିଚୟ ମିଳିଥାଏ। ତ ଆର ଉତ୍ତର ଲେଖିବ। ତ ଘ ନମ୍ବର ଉତ୍ତର ଲେଖିବ ରୋଗୀ, ଦୁଃଖୀ, ବିପନ୍ନ ଲୋକଙ୍କର ନିରଳସ ସେବା କରିବା ଏବଂ ବିନା ସ୍ୱାର୍ଥରେ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଦ୍ୱାରା ଆଚାର୍ଯ୍ୟ ହରିହରଙ୍କ ମହତ୍ ସେବା ମନୋଭାବରେ ପରିଚୟ ମିଳିଥାଏ। ତ ଏମିତି ପିଲାମାନେ ଘ ନମ୍ବର ଉତ୍ତର ଲେଖିବ। ଏବେ ନେକ୍ସଟ ପେଜ କାର୍ଡ ଦେଖ କ'ଣ ଦିଆଯାଇଛି। ତ ପିଲାମାନେ ଦେଖ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଆଚାର୍ଯ୍ୟ ହରିହରଙ୍କ କେଉଁ ଗୁଣ ଗୁଡ଼ିକୁ ତୁମକୁ ଭଲ ଲାଗୁଛି ଖାଲି ଥିବା କୋଠରୀରେ ଲେଖ। ତ ପିଲାମାନେ ଦେଖ ଏଇଟା ମଝିରେ ଆଚାର୍ଯ୍ୟ ହରିହରଙ୍କ ଚିତ୍ର ଦେଇଛି, ତାପରେ ଏକାନ୍ 2ଟା ବାକ୍ସ ଦେଇଛି, ସେକାନ୍ 2ଟା ବାକ୍ସ ଦେଇଛି। ତ ବାକ୍ସ ଭିତରେ ଉତ୍ତର ଲେଖିବ ଆର। ତ ପ୍ରଥମ ବାକ୍ସରେ ଲେଖିବ ନିଃସ୍ୱାର୍ଥ ପର ସମାଜ ସେବା, ତାପରେ ଦ୍ୱିତୀୟ ତଳୁ ଲେଖିବ ଦେଶ ପ୍ରେମ ଓ ତ୍ୟାଗ,
ତାପରେ ସେକେଣ୍ଡ ଲେଖିବ ସରଳ ଓ ନିଷ୍କପଟ ଜୀବନଯାପନ। ତାପରେ ଛାତ୍ର ଓ ବତ୍ସଳ ଶିକ୍ଷକତ୍ଵ। ତ ପିଲାମାନେ ଏମିତି ଆଚାର୍ଯ୍ୟ ହରିହରଙ୍କ ବିଷୟରେ ବାକ୍ସ ଭିତରେ ଲେଖିବ। ଏବେ ଦେଖ ତଳେ କ'ଣ ଲେଖା ହେଇଛି, ତୁମ ପାଇଁ କାମ। କୋଶ୍ଚିନ୍ ଦେଖ କ'ଣ ଦେଇଛି, ଆଚାର୍ଯ୍ୟ ହରିହରଙ୍କ ପରି ସତ୍ୟବାଦୀ ବନ ବିଦ୍ୟାଳୟରେ ଅନ୍ୟ ଶିକ୍ଷକଙ୍କ ଜୀବନ ସଂଗ୍ରହ କର ଓ ପଢ଼। ତ ପିଲାମାନେ ଦେଖ ଏଠି କିଛି ଚିତ୍ର ଦେଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତାପରେ ପଣ୍ଡିତ ନୀଳକଣ୍ଠ ଦାସ, ତାପରେ ପଣ୍ଡିତ ଗଦାଧର ମିଶ୍ର, ଆଚାର୍ଯ୍ୟ ହରିହର ଦାସ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର। ତ ଆଙ୍କର କେମିତି ଦେଖ ସଂଗ୍ରହ କରି ଲେଖିବ ବା ପଢ଼ିଲେ ଲେଖିଲେ ହବ, ଏଟା ନ ଲେଖିଲେ ହବ। ପିଲାମାନେ ଯଦି ଲେଖିବ ବୋଇଲେ ଲେଖିପାରିବ। ତମେ ଦେଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ଚିତ୍ର ଦେଇଛି, ତା ବିଷୟରେ ଲେଖିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ମୁଖ୍ୟ ପ୍ରତିଷ୍ଠାତା, ମହାନ ସମାଜସେବୀ, ସାମ୍ବାଦିକ ଏବଂ ଜାତୀୟବାଦୀ କବି। ତାପରେ ପଣ୍ଡିତ ନୀଳକଣ୍ଠ ଦାସ ଲେଖା ଚିତ୍ର, ସେକେଣ୍ଡ ଚିତ୍ର, ତା ବିଷୟରେ ଲେଖିବ। ବିଶିଷ୍ଟ ସାହିତ୍ୟିକ, ପଣ୍ଡିତ, ସ୍ୱାଧୀନତା ସଂଗ୍ରାମୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ପ୍ରମୁଖ ଶିକ୍ଷକ। ପିଲାମାନେ ତୃତୀୟ ଚିତ୍ର ଦେଇଛି ପଣ୍ଡିତ ଗଦାବୀର ମିଶ୍ର। ତ ଆଙ୍କ ବିଷୟରେ ଲେଖିବ ତମେ ପଣ୍ଡିତ ଗଦାବୀର ମିଶ୍ର ଜଣେ ଦକ୍ଷ ଶିକ୍ଷାବିତ, ପ୍ରତିଭାବାନ କବି ଏବଂ ଓଡ଼ିଶାର ପୂର୍ବତନ ଶିକ୍ଷାମନ୍ତ୍ରୀ। ଆଚାର୍ଯ୍ୟ ହରିହର ଦାସ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଯିଏକି ନିଜର ସରଳ ଜୀବନଯାପନ ଏବଂ ନିଷ୍ପାପର ସେବା ପାଇଁ ଆଚାର୍ଯ୍ୟ ଭାବେ ପରିଚିତ। ପଣ୍ଡିତ କୃପାସିନ୍ଧୁ ମିଶ୍ର ମହାନ ଐତିହାସିକ, ଦାର୍ଶନିକ ଏବଂ ସତ୍ୟବାଦୀ ଶିକ୍ଷା ଆନ୍ଦୋଳନରେ ଅନ୍ୟତମ ଦୃଢ଼ ସ୍ତମ୍ଭ। ତ ପିଲାମାନେ ଏମିତି କରି ଗୋଟେ ଗୋଟେ ତମେ ଲେଖିପାରିବ ଚିତ୍ର ଅନୁସାରେ। ତୁମ ପାଇଁ କାମ ସରିଲା। ତ ପିଲାମାନେ ଏହିପରି ଭାବରେ ପାଠ 6 ଭାଷାମୟ କର ଆଚାର୍ଯ୍ୟ ହରିହର ପ୍ରଶ୍ନୋତ୍ତର ସରିଲା। ତ ପିଲାମାନେ ଭିଡ଼ିଓକୁ ଲାଇକ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର।